ଜାଗିଲେ ନୀଳଗିରିର ଜନଜାତି ସମୂହ। ନୀଳଗିରି ଏକ ଗରିବ ଆଦିବାସୀ ଅନୁସୂଚିତ ଅଞ୍ଚଳ। ସେମାନଙ୍କ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଥିବାରୁ ଆଜି ଶହ ଶହ ସଂଖ୍ୟାରେ ଆଦିବାସୀ ପୁରୁଷ ଏବଂ ମହିଳା ପ୍ରତିବାଦର ସ୍ୱର ଉତ୍ତୋଳନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୀଳଗିରିର ଆଦିବାସୀମାନଙ୍କୁ ମୂଳ ନିବାସୀ ଭାବେ ବୁଝାଯାଏ। ସ୍ୱାଧୀନତାର 76 ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କର ଆର୍ଥିକ ଆପଣ ପରିଚୟଟା? ମୋ ନାଁ ଆରତୀ ସିଂ, ଘର ହେଉଛି ମଇସାପଟା, ମୋର ଥାନା ହେଉଛି ନୀଳଗିରି। କ'ଣ ପାଇଁ ଆସିଥିଲେ ଆଜି, କାହିଁକି ଆସିଥିଲେ? ଆସିଥିଲେ ଯେ ଯେତିକି ଆମର ଏଇଠି ହେଉଛୁ ଆଦିବାସୀ ଅଞ୍ଚଳ, ବେଶୀ ଆଦିବାସୀ ଲୋକ ରହନ୍ତି। ତାପରେ ଆଉ ଆମର କିଛି ସୁବିଧା ପାଇପାରୁନାହାନ୍ତି, ଆଦିବାସୀମାନେ କିଛି ସୁବିଧା ପାଇପାରୁନାହାନ୍ତି। ଯେ ଯେଉଁମାନେ ବି ଆସୁଛନ୍ତି ତାଙ୍କୁ ଏଠି ରଖୁନାହାନ୍ତି, ସାଥେ ସାଥେ ରେଫାର କରିଦେଉଛନ୍ତି ବାଲେଶ୍ୱର ରେଫାର କରୁଛନ୍ତି। ଆମେ ତ କିଏ ବି ପାଠ ପଢ଼ିଛି, କିଏ ବି ପାଠ ପଢ଼ିନି, ସେ ଜାଣିପାରୁନାହାନ୍ତି। ଏଠୁ ହେଇକି ସେଠି ଗଲାବେଳକୁ, ବାଲେଶ୍ୱର ଗଲାବେଳକୁ ଅଧିକାଂଶ ଲୋକ ଆମର ମରିଯାଇଛନ୍ତି। ଏଇ 3-4 ଜଣ ଜଣେ ମରିଯାଇଛି, ସମସ୍ତେ ମରିଯାଇଛନ୍ତି। ସେଥିପାଇଁ ଆମେ କହୁଛୁ ଏଇଠି ଡାକ୍ତର ଯେମିତି ରହନ୍ତି ଯେରକ ଆମକୁ ବ୍ୟବସ୍ଥା କର। ଆଜି ସଭା କରିବା ପାଇଁ ଆସିଥିଲା, କିସ ହେଲା, କାହିଁ କଲେନି? ନା ସିଏ ଆଜି ମନା କରିଦେଲେ। କ'ଣ କହିଲେ? କହିଲେ ନା କିସ ପାଇଁ କି ଜଣ ସେଟା ଦେଲେନି, ପରମିଶନ ଦେଲେନି। ବର୍ତ୍ତମାନ ତମେ ଉପଜିଲ୍ଲାପାଳକୁ ଦାୟୀପତ୍ର ଦେଲ, ଆଉ PITକୁ ଦାୟୀପତ୍ର ଦେଲ। ମାନଦଣ୍ଡର ସେଭଳି କୌଣସି ପରିବର୍ତ୍ତନ ଘଟିନାହିଁ। କେବଳ ସରକାରଙ୍କର ମୁହଁ ବାଣ ଛଡ଼ା ଆଉ କିଛି ନାହିଁ। ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ, ରୋଗର ନିଦାନ ପାଇଁ ଡାକ୍ତରଖାନାକୁ ଆସିଲେ ଡାକ୍ତରମାନେ ସେମାନଙ୍କୁ ଅଣଦେଖା କରିବା ସହିତ ଅବହେଳା ମଧ୍ୟ କରୁଛନ୍ତି, ଯାହାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବ ସରକାର ଯେଭଳି ଥିଲା, ଚଳନ୍ତି ସରକାର ମଧ୍ୟ ସେହିଭଳି ଭାବରେ ଚଳାଇଛନ୍ତି, କୌଣସି ପଦକ୍ଷେପ ମଧ୍ୟ ନେଉନାହାନ୍ତି। ନୀଳଗିରି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ କୌଣସି ରୋଗର ଚିକିତ୍ସା ପାଇଁ ଆସିଲେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ବଦଳରେ ଯଥାଶୀଘ୍ର ସେମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି। ଫଳରେ ରୋଗୀର ସମ୍ପର୍କୀୟମାନଙ୍କୁ ବିଭିନ୍ନ ଦିଗରେ ଅର୍ଥଦଣ୍ଡ ମଧ୍ୟ ଦେବାକୁ ପଡ଼ୁଛି। ଏଣୁ ଆଜି ସମୂହ ଆଦିବାସୀ ଭାଇ ଭଉଣୀମାନେ ଏକ ବିରାଟ ପଟୁଆରରେ ଆସି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ପ୍ରଶାସନ, ଉପଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ BDOଙ୍କୁ ମଧ୍ୟ ଏହା ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଜନଜାତି ସୁରକ୍ଷା ମଞ୍ଚର ସଂଯୋଜକ ସୁକୁମାର ନାୟକ, NSC ସଭାପତି ପ୍ରକାଶ ବିଛି, ନାରୀ ନେତ୍ରୀ ଆରତୀ ସିଂ ଉପସ୍ଥିତ ଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।